ସୁପ୍ରଭାତ ପିଲାମାନେ, କେମିତି ଅଛ? ହଁ, ଭଲ ଅଛ ତ? ଆଜି ଆମେ ଶିଶୁ ବାଟିକା 3ର କାର୍ଯ୍ୟ 30 ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିବା। ଏହି ପାଠ୍ୟକ୍ରମର ବିକାଶର ଦିଗ ଗୁଡ଼ିକ ହେଲା ଶାରୀରିକ ବିକାଶ ଓ ଏହାର ଲକ୍ଷ୍ୟ ହେଲା ନିଜକୁ ସୁସ୍ଥ ରଖିବେ ଓ ନିଜ ଶରୀରକୁ ସହଜରେ ପରିଚାଳନା କରିପାରିବେ ଓ ଏହି ପାଠ୍ୟକ୍ରମର ପିଲାମାନେ ପଢ଼ି ସାରିବା ପରେ ନିମ୍ନୋକ୍ତ ଦକ୍ଷତା ମାନ ହାସଲ କରିପାରିବେ, ଯଥା ନିଜ ହାତ ଏବଂ ଆଙ୍ଗୁଳି ଦ୍ୱାରା କାର୍ଯ୍ୟ କରିବା ସମୟରେ ସଠିକତା ନିୟନ୍ତ୍ରଣ ପ୍ରଦର୍ଶନ କରିବେ। ଏହି ପାଠ୍ୟକ୍ରମର ଶିକ୍ଷଣର ଫଳାଫଳ ଗୁଡ଼ିକ ହେଲା ବିଭିନ୍ନ କାର୍ଯ୍ୟ କରିବା ପାଇଁ ସୂକ୍ଷ୍ମ ମାଂସପେଶୀର ସମନ୍ୱିତ ଚଳନକୁ ବ୍ୟବହାର କରିବ, ଯାହାକି କିଛି ସହାୟତା ସହିତ ଅଧିକ ସଠିକତା ଆବଶ୍ୟକ କରେ, ଯଥା ପେନସିଲ ସାହାଯ୍ୟରେ ଚିତ୍ରାଙ୍କନ, ସିଧା କିମ୍ବା ବକ୍ରରେଖା ଉପରେ ଅଙ୍କନ, ଆବଦ୍ଧ କ୍ଷେତ୍ର ମଧ୍ୟରେ ରଙ୍ଗ ଦେବା। କହିଲ ଦେଖି, ଏଠି ଆମେ କଣ ଦେଖୁଛେ? ହଁ, କିଛି ବିନ୍ଦୁ ମାନେ ଦେଖୁଛେ ନା? ଆସ ପ୍ରଥମ ଚିତ୍ରର ବିନ୍ଦୁ ଗୁଡ଼ିକ ଯୋଗ କରିବା। ଆସ ପ୍ରଥମ ଚିତ୍ରର ପ୍ରଥମ ବିନ୍ଦୁକୁ ଆଉ ଶେଷ ବିନ୍ଦୁକୁ ଯୋଗ କରିବା। ବାଃ, ଯୋଗ କରିଦେଲ, ବହୁତ ସୁନ୍ଦର ହେଇଛି। ଆସ ଦ୍ୱିତୀୟ ଚିତ୍ରକୁ ସେହିପରି ପ୍ରଥମ ବିନ୍ଦୁରୁ ଶେଷ ବିନ୍ଦୁକୁ ଯୋଗ କରିବା। ବାଃ, କେତେ ସୁନ୍ଦର। ଆସ ତୃତୀୟ ବିନ୍ଦୁକୁ ସେହିପରି ଯୋଗ କରିବା। ତୃତୀୟ ବିନ୍ଦୁ ଗୁଡ଼ିକ ଯୋଗ କରିବା। ପ୍ରଥମ ବିନ୍ଦୁରୁ ଶେଷ ବିନ୍ଦୁକୁ ଯୋଗ କରିବା। ଆସ, ବାଃ, କି ସୁନ୍ଦର କାମ କରୁଛ ତୁମେ ମାନେ। ଖୁସି ଅଛ ନା? ହଁ, ଖୁସି ଅଛ। ଆସ ଚତୁର୍ଥ ଚିତ୍ରର ପ୍ରଥମ ବିନ୍ଦୁରୁ ଶେଷ ବିନ୍ଦୁକୁ ଯୋଗ କରିବା। ହେ ହେ, ଭଲ କାମ କଲ, ତାଳି ମାର। ଆସ ବିନ୍ଦୁ ମାନଙ୍କୁ ଯୋଗ କରିବା। ଦେଖିଲ, କହିଲ ଦେଖି, ଏଗୁଡ଼ିକ ବକ୍ର ବିନ୍ଦୁ ନା ବା ତିର୍ଯ୍ୟକ ରେଖା ନା? ହଁ, ଆସ ପ୍ରଥମ ଚିତ୍ରର ପ୍ରଥମ ବିନ୍ଦୁରୁ ଶେଷ ବିନ୍ଦୁକୁ ଯୋଗ କରିବା। ହଁ, ଆସ ଦ୍ୱିତୀୟ ଚିତ୍ରର ପ୍ରଥମ ବିନ୍ଦୁରୁ ଶେଷ ବିନ୍ଦୁକୁ ଯୋଗ କରିବା। ହଁ, ତାପରେ ତୃତୀୟ ଚିତ୍ରକୁ ଯୋଗ କରିବା। ଆସ ଦେଖିବା। ତୃତୀୟ ଚିତ୍ରର ପ୍ରଥମ ବିନ୍ଦୁରୁ ଶେଷ ବିନ୍ଦୁକୁ ଯୋଗ କରିବା। ବାଃ, କେତେ ବଢିଆ କରୁଛନ୍ତି ମୋ ପିଲାମାନେ। ଖୁସି ଅଛ ନା? ହଁ, ସେହିପରି ଆସ ଚତୁର୍ଥ ବିନ୍ଦୁର ପ୍ରଥମ ବିନ୍ଦୁରୁ ଶେଷ ବିନ୍ଦୁକୁ ଯୋଗ କରିବା। ବାଃ, ଭାରି ଖୁସି ଲାଗିଲା ନା? ଆସ ଏବେ ଗୋଟେ ଚିତ୍ରରେ ରଙ୍ଗ ଦେବା। କହିଲ ଦେଖି, ଏହା କାହାର ଚିତ୍ର? ହଁ, ଏହା ଏକା ଘରର ଚିତ୍ର। ଆସ ଘରର ଛପରରେ ଗାର ଟାଣିବା। ହଁ, ତାପରେ ଦେଖ ଆଉ ଗୋଟେ ଗାର ଟାଣିବା ଛପରରେ। ହଁ, ତାପରେ ଆଉ ଗୋଟେ ଛପରରେ ଗାର ଟାଣିବା। ହଁ, ଏବେ ଆସ ସେ ଘରର କାନ୍ଥରେ ଗାର ଟାଣିବା। ହଁ, ଆଉ ଗୋଟେ ଗାର ଟାଣିବା କାନ୍ଥରେ। ହଁ, ଆଉ ଗୋଟେ କାନ୍ଥରେ ଗାର ଟାଣିବା। ହଁ, ଏବେ ଆସ ସେ ଘରର କବାଟ ଝରକାରେ ଗାର ଟାଣିବା। ଦେଖ କେତେ ସୁନ୍ଦର କବାଟ ଝରକା ହୋଇଛି। ଖୁସି ଅଛ ନା? ହଁ, ଖୁସି ଅଛ। ଏବେ ଆସ ଏଇ ଘର ଯୋଉ ଆମେ ଗାର ଟାଣି ଯୋଗ କଲେ ତା ଦେହରେ ରଙ୍ଗ ଭରିବା। କହିଲ ଦେଖି, କାହାକୁ ରଙ୍ଗ ଭରିବା? ହଁ, ଛପର ରଙ୍ଗ ଭରିବା ନା? ଦେଖିଲ, କହିଲ ଦେଖି, ଛପର ରଙ୍ଗ କିପରି ହେଲା? ହଁ, ମାଟିଆ ରଙ୍ଗ ନା? ହଁ, ଏବେ ଆସ ଘରର କାନ୍ଥରେ ରଙ୍ଗ ଭରିବା। କହିଲ ଦେଖି, କାନ୍ଥର ରଙ୍ଗ କିପରି ହେଲା? ହଁ, ଗୋଲାପୀ ରଙ୍ଗ ହେଲା ନା?
ଏବେ ଆସ ଘରର କବାଟ ଓ ଝରକାରେ ରଙ୍ଗ ଭରିବା। କହିଲ ଦେଖି କବାଟ ଝରକା କିପରି ରଙ୍ଗ ହେଲା? ହଁ, ଗାଢ ମାଟିଆ ହେଲା ନା? କହିଲ ଦେଖି ଏହା କାର ଚିତ୍ର? ଏଇ ବିନ୍ଦୁମାନଙ୍କୁ ଯୋଡି ଦେଲା ପରେ ଏହା କାର ଚିତ୍ର ହବ? ହଁ, ଡଙ୍ଗାର ଚିତ୍ର ହବ ନା? ଆସ ଏଇ ବିନ୍ଦୁମାନଙ୍କୁ ଯୋଡି ଡଙ୍ଗା ତିଆରି କରିବା। ବାଃ, ଭଲ ଡଙ୍ଗାଟେ ତିଆରି କଲ। ରଙ୍ଗ ଦେବା ଏଥିରେ। କହିଲ ଦେଖି ଏଇଟା କାହାର ଚିତ୍ର? ଏଇ ବିନ୍ଦୁମାନଙ୍କୁ ଯୋଡ଼ିଲେ କାହାର ଚିତ୍ର ସଂଗଠିତ ହେବ? ହଁ, ମୂଳର ଚିତ୍ର ତିଆରି ହବ ନା? ଆସ ବିନ୍ଦୁମାନଙ୍କୁ ନେଇ ମୂଳା ତିଆରି କରିବା ଓ ରଙ୍ଗ ଦେବା। ବାଃ, କେତେ ବଢିଆ ଚିତ୍ର କଲ। ମୂଳାରେ ରଙ୍ଗ ଦେଲ ନା? ହଁ, ତେବେ ଆସ ଆଗକୁ ଦେଖିବା କାହାର ଚିତ୍ର ଅଛି। କହିଲ ଦେଖି ଏ ବିନ୍ଦୁମାନଙ୍କୁ ଯୋଡ଼ିଲେ କାହାର ଚିତ୍ର ହବ ତିଆରି ହବ? ହଁ, ଗୋଟେ ସୁନ୍ଦର ଘରର ଚିତ୍ର ହବ ନା? ହଁ, ଆସ ଏ ବିନ୍ଦୁମାନଙ୍କୁ ନେଇ ଘର ତିଆରି କରିବା ଓ ରଙ୍ଗ ଦେବା। ବାଃ, କେତେ ବଢିଆ ରଙ୍ଗ ଦେଲ। କେତେ ବଢିଆ ଘର ତିଆରି କଲ। ଆଜି ଆମେ କହିଲେ ପିଲେ କଣ ଶିଖିଲେ? ହଁ, ଆଜି ଆମେ ବିନ୍ଦୁ ଯୋଡ଼ିଲେ ଓ ରଙ୍ଗ ଦେଲେ। ଧନ୍ୟବାଦ। ପିଲାମାନେ କାଲି ଆସିବ ନା ପଢିବା ପାଇଁ ମୋ ପାଖରେ? ହଁ, ନିଶ୍ଚିତ ଆସିବ। କାଲି ବି ଆମେ ମଜାମସ୍ତି କରିବା।